ନମସ୍କାର। ଆପଣଙ୍କ ପିଲା କିପରି ହବ ତାହା ନା ଆପଣଙ୍କ ମାଇଣ୍ଡସେଟ୍ ହିଁ ଡିସାଇଡ୍ କରିଥାଏ। କାରଣ ଗୋଟେ ପ୍ରକାର ପ୍ୟାରେଣ୍ଟସ୍ ଏମିତି ଥାଆନ୍ତି ଯେଉଁମାନେ କି ସକାଳୁ ଉଠିଲାରୁ ସଞ୍ଜ ଯାଏ ନିଜ ଜୀବନର ସଂଘର୍ଷ କଥା ତାଙ୍କ ପିଲାମାନଙ୍କୁ କୁହନ୍ତି। ଜୀବନରେ କେତେ ଅସୁବିଧା ଅଛି ତାକୁ ସବୁବେଳେ ତାଙ୍କ ପିଲାଙ୍କ ଆଗରେ ବର୍ଣ୍ଣନା କରନ୍ତି, କିନ୍ତୁ ତା ସଲ୍ୟୁସନ୍ ବିଷୟରେ କୁହନ୍ତିନି। ସେଥିପାଇଁ କି ତାଙ୍କ ମାଇଣ୍ଡ ସେଟ୍ ସବୁବେଳେ ନା ମିଡିଲ୍ କ୍ଲାସ୍ ବାଲା ହିଁ ରହିଥାଏ। ତାଙ୍କ ପିଲା ଜୀବନକୁ କେବେ ସୁନ୍ଦର ଭାବରେ ଦେଖନ୍ତିନି। ସେମାନେ ଭାବି ଦିଅନ୍ତି ପିଲାଦିନୁ ଯଦି ତାଙ୍କ ପାଖରେ ପଇସା ନାହିଁ, ଯଦି ତାଙ୍କ ପାଖରେ ନିଜର ସାମର୍ଥ୍ୟ ନାହିଁ ନା, ତାହେଲେ ସେ ଜୀବନରେ କିଛି କରିପାରିବେନି। ସେଥିପାଇଁ ଜୀବନ ସାରା ସେମାନେ ପଇସା ଇନକମ୍ କରିବା ପାଇଁ ଦୌଡ଼ୁଥାନ୍ତି। କିନ୍ତୁ କେତେକ ପ୍ୟାରେଣ୍ଟସ୍ ଅଛନ୍ତି ଯେଉଁମାନେ ହୁଏତ ସେମାନେ ମିଡିଲ୍ କ୍ଲାସ୍ ଫ୍ୟାମିଲିରୁ ବିଲଙ୍ଗ କରନ୍ତି, କିନ୍ତୁ ସବୁବେଳେ ପ୍ରୋବ୍ଲେମ୍ କୁହନ୍ତିନି, ପ୍ରୋବ୍ଲେମର ସଲ୍ୟୁସନ୍ ବତାନ୍ତି। ଆଉ ସେଇ ପିଲାମାନଙ୍କୁ ସେମାନେ କେବେ ଜୀବନରେ ଯେଉଁ କଷ୍ଟ ଅଛି ତାକୁ ଦେଖେଇବା ସହିତ ଜୀବନରେ କେମିତି ସେ କଷ୍ଟରୁ ମୁକୁଳିବାର ଅଛି ସେଇ ବାଟ ବତାନ୍ତି। ଆଉ ସେଇ ପିଲାମାନେ ବଡ଼ ହେଲେ ଜୀବନରେ ନା କେବେ ମିଡିଲ୍ କ୍ଲାସ୍ ଫ୍ୟାମିଲି ହେଇକି ରହନ୍ତିନି। କାରଣ ସେ ଜାଣିଛନ୍ତି ଜୀବନରେ ପଇସା ବି ଇମ୍ପୋର୍ଟାଣ୍ଟ, ଜୀବନରେ ବଞ୍ଚିବା ବି ଇମ୍ପୋର୍ଟାଣ୍ଟ। ସେମାନେ ଯେତେ ବି ପ୍ରୋବ୍ଲେମ୍ ଥାଏ ନା, ତାର ସଲ୍ୟୁସନ୍ ସେମାନେ ପିଲାଦିନୁ ହିଁ ଜାଣିଥାନ୍ତି। ଆଉ ନିଜ ମାଇଣ୍ଡକୁ ସେମାନେ ପ୍ରୋଗ୍ରାମିଂ ଏମିତି କରିଥାନ୍ତି ଯେ ସଲ୍ୟୁସନ୍ ସେମାନେ ବାହାରି ପାରିବେ। ସେଥିପାଇଁ କି ଯଦି ଆପଣ ପିଲାଙ୍କୁ ପ୍ରୋବ୍ଲେମ୍ କହୁଛନ୍ତି ନିଜ ଜୀବନର, ତା ସାଙ୍ଗରେ ତାକୁ ବାହାରିବାର ସଲ୍ୟୁସନ୍ ବି ବତାନ୍ତୁ। କେବେ ପଇସା ଆପଣଙ୍କ ଜୀବନର ମାପକାଠି ନୁହେଁ। ଜୀବନର ମାପକାଠି ଏହା ହେବା ଦରକାର ନିଜର ମେହନତରୁ କେତେ ଆପଣ ଆଗକୁ ଯାଉଛନ୍ତି। ଯଦି ଆପଣ ମେହନତ କରିବା ପିଲାଙ୍କୁ ଶିଖେଇବେ ନା, ପିଲା କେବେ ବି ପଛେଇବେନି। ଜୀବନରେ ସେ କେବେ ବି ହାର ମାନିବେନି। ରାଧେ ରାଧେ।